ଆଜ୍ଞା ଏକାକି ବସିଥିଲି, ମନକୁ ଗୋଟେ କଥା ଆସିଲା, ଭାବିଲି ଆପଣମାନଙ୍କ ସହିତ ଟିକେ ସେୟାର କରିଦେବି। କଥାଟି ଯଦି ଭଲ ଲାଗିଥିବ, ଠିକ କଥା କହିଥିବି ତ ଅନ୍ୟମାନଙ୍କ ପାଖକୁ ଟିକେ ସେୟାର କରିନେବେ। କଥାଟି ହେଉଛି, ଗୋଟେ ବନ୍ଧୁ ଆପଣଙ୍କୁ ନିମନ୍ତ୍ରଣ କରିଛି। ଆପଣ କ'ଣ କଲେ, ନିମନ୍ତ୍ରଣ ରକ୍ଷା ପାଇଁ ତା ପାଖକୁ ଗଲେ, ଯାଇଛନ୍ତି ସତ, ତ ସେ ବନ୍ଧୁ ଆପଣଙ୍କୁ ଅଣଦେଖା କଲା, ଠିକ ସେ କେୟାର ନେଲାନି। ସେ ତାର ଆସିଛି, ସେ ତାର କେମିତି ଯିବ, କ'ଣ କରିବ, ସେ ତାର ବୁଝି ନେବ, ସେ ଖାଇବ କି ନାହିଁ, ସେ ତାର କ'ଣ କରୁଛି କରୁ। ତ ସେଠୁ ଜଲ୍ଦି କେମିତି ପଳେଇ ଆସନ୍ତୁ। ତ ସେଠି କେବେ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ଆଉ ଗୋଟେ ପକ୍ଷରେ ଜଣେ ବନ୍ଧୁ ଆପଣଙ୍କୁ ନିମନ୍ତ୍ରଣ କରିଛି, ଆପଣ ଯାଇଛନ୍ତି, ଦେଖା କରିଛନ୍ତି, ସେ ବନ୍ଧୁ କେମିତି ଖାଇବ, ଏତେ ଦୂରରୁ ଆସିଛି, ମୋ ବନ୍ଧୁ ଆସିଛି, ତା ମନରେ ଯୋଉ ଭାବନା ଥିବ, ସେ କେତେ ଖୁସି ଥିବ। ବନ୍ଧୁ ତୁ ଆଜି ରହିଯା, ଆଜି କ'ଣ ମାସ ମାସ ମୋ ପାଖରେ ଟିକେ ରହିଯା, ଆମେ ବସି ଏକାଠି ଖାଇବା, ଏକାଠି ଗପିବା। ସତରେ ସେ ଯୋଉ ଭଲ ପାଇବା ଦେଇଥିବ, ଏଭଳି ବନ୍ଧୁ ଯୋଉମାନେ ପାଇଛନ୍ତି, ସେ ବନ୍ଧୁ ଠାରୁ କେବେ ଦୂରେଇ ହେବା କଥା କେବେ ବି ମୁଣ୍ଡରେ ଭାବିବେ ନାହିଁ। 10 ଟଙ୍କା, 20 ଟଙ୍କା, 100 ଟଙ୍କା ଦେଇ ନ ପାରନ୍ତୁ ମଧ୍ୟ, କିନ୍ତୁ ତା ଭଲ ମନ୍ଦ ଅସୁବିଧାରେ ଟିକେ ଛିଡ଼ା ହୁଅନ୍ତୁ। କାହିଁକିନା ଏଭଳି ବନ୍ଧୁ ଭାଗ୍ୟରେ ଥିଲେ ମିଳେ, ତା ପାଇଁ ଜୀବନ ଦେଇ ଦିଅନ୍ତୁ। ଜୟ ଜଗନ୍ନାଥ।